ପାଠ ପାଠ ସବୁବେଳେ କି ଏଗୁଡ଼ା ମତେ ସବୁବେଳେ ଜମା ଟିକେ ଭଲ ଲାଗୁନି ଟିକେ ସାଠ ଆଡ଼କୁ ହଉନି ଦିଦି ଜମା। ହଉ ଶୁଣ ଆଜିର ପ୍ରଶ୍ନ ହଉଛି ଶାହଜାହାନ କଣ ପାଇଁ ତାଜମହଲ ତିଆରି କରିଥିଲେ? ମୁଇଁ ହେରା ଜମା କହି ପାରିବିନି ମୁଇଁ ଏମାନଙ୍କୁ ଚିହ୍ନି ନାହିଁ ଜାଣି ନାହିଁ ଖାଲିଟା ମତେ ଏମାନଙ୍କୁ ତୁଇ ଜମା କି ପ୍ରଶ୍ନ ପଚାରୁଛୁ ଯେ ତୁଇ ଚିହ୍ନା ଜଣା ଲୋକମାନଙ୍କ ପଚାର ବାବୁସାନ ଉତ୍ତମ ମହାନ୍ତି ଅନୁଭବ ଏମାନେ ଏଇନା କୋଉଠି କୋଉ ଟୁକା ସାଙ୍ଗରେ ମାଡ଼ ଖାଇଲେ କୋଉଠି ସୁଟିଂ ଚାଲିଲା କୋଉଠି କଣ ପୁରା ଡିଟେଲ୍ସ କହିବ ଏମାନଙ୍କ ବିଷୟରେ। ଶୁଣ ଚୁପ ରୁହ ପାଠ ପଢୁଛ ନା ଶାଠ ପଢୁଛ? ହଉ ଛାଡ଼ କିଛି ଲାଭ ନାହିଁ ତମକୁ ଏତେ ବୁଝେଇକି। ହଉ ଆଚ୍ଛା କହିଲ ଦେଖି ଆଉ ଗୋଟେ ପ୍ରଶ୍ନ ଟିକେ ଖାଲି ଦିଦି ଟିକେ ଖାଲି ଗୋଟେ ମିନିଟ୍ ଖାଲି ଟିକେ ଫୋନଟା ଆସୁଛି ରୁହନ୍ତୁ। ହ୍ୟାଲୋ ଶୁଣ ମୁଁ ବର୍ତ୍ତମାନ ମୋ ଦିଦି ସାଙ୍ଗରେ ମୁଁ ପାଠ ପଢୁଛି ଆଉ ନା ଜମା ଗହଳି ନାହିଁ। କଣ ରଙ୍ଗ ଦେଖୁଛି ସେ ଯଦି ରଙ୍ଗ ସେ ଝିଅ ରଙ୍ଗ ଦେଖୁଛି ତାକୁ ଛକ ମୁଣ୍ଡରେ ନେଇକି ତାକୁ ପାନ ଛପ ପକାବି ଆଉ ମୁଁ ଅଛି ରେ ଜମା ଗହଳି ନାହିଁ ଦେଖିବା ଆମର କିଏ କଣ କରିବେ ସେ ଦୋକାନରେ ଟାଇମ୍ ଦେବେ। ହେ ଫୋନ ସେତିକି ରଖ ଏଠି ପାଠ ପଢିବାକୁ ମତେ ଡାକିଛ ନା ଏଠି ପାସ୍ କରୁଛ ମୁଁ କିଛି ବୁଝିପାରୁନି ଜମା। ହଉ କଣ ପଢଉଛନ୍ତି ପଢାନ୍ତୁ କଣ ପଚାରିବା କଥା ପଚାରନ୍ତୁ ଶାହଜାହାନ କଥା ମୁଁ କହିପାରିବିନି। ହଉ ହେଲା ଆଉ ଗୋଟେ ପ୍ରଶ୍ନ ପଚାରୁଛି କୁହ 1869 ମସିହା ଅକ୍ଟୋବର 2 ତାରିଖରେ କଣ ହେଇଥିଲା? ଅକ୍ଟୋବର 2 ତାରିଖ ଦିଦି ଏଟା ମୁଁ ତ ଦିହ ଚୋଉଛି ମୁଁ ଏଟା ଜାଣିଛି ମୋ ଜିଭ ଉପରେ ଅଛି ଅକ୍ଟୋବର 2 ତାରିଖରେ ନା। ହଁ ଅକ୍ଟୋବର 2 ଅକ୍ଟୋବର 1 ରେ ଗୋଟେ ଝିଅକୁ ଆଇ ଲଭ୍ ୟୁ କହିଥିଲି ପ୍ରବଳ ପିଟିଥିଲା ଚପଲ ତାପରେ ଦିନ ସ୍କୁଲ ଯାଇଥିଲି ମୁହଁ ଖୋଲିଲେ କଣ କରୁଥିଲା ସ୍କୁଲରେ କେଣ୍ଡୁ ଫୁଲ ଫୁଲି ଗୁଣ୍ଠା ହଉଥିଲା ଗାନ୍ଧୀ ଜୟନ୍ତୀ 100% ଠିକ୍ ମନେ ପଡ଼ିଗଲା ମହାତ୍ମା ଗାନ୍ଧୀ ଜନ୍ମଦିନ। ୟେସ୍ ଗୁଡ୍ ଭେରି ଗୁଡ୍ ଭୁଲିବି ନାହିଁ ତ ମୁଇଁ ସବୁ ଗୁଡ଼ା ଚିହ୍ନ ଅଛି ମୋର। ଆଚ୍ଛା ଆଉ ଗୋଟେ ପ୍ରଶ୍ନ ଦେଖି କହିଲ ସେଇ 1869 ମସିହା ଅକ୍ଟୋବର 5 ତାରିଖରେ କଣ ହେଇଥିଲା? ଗାନ୍ଧୀ 4 ଦିନ ରହିଥିଲେ ଭୂଗୋଳ କ୍ୱେଶ୍ଚନ ପଚାରୁଛି। ଭୂଗୋଳ ମୋର ଦିଦି ବିଶ୍ୱାସ କର ଭୂଗୋଳ ମୋର ହଉ ପାଠ ଖରାପ ହଉ ନ ହଉ କିନ୍ତୁ ମୁଁ ଭୂଗୋଳ ପ୍ରବଳ ଚାଲା ମାନେ ଆପଣଙ୍କ ଭୂଗୋଳ ଦେଖିଦେବି ଟୋଟାଲି ମୁଁ ଇତିହାସ କହିଦେବି ମାନେ ଆଗରେ ପାରେଇଯିବ ମୁଁ ଭୂଗୋଳ ଦେଖିବିନି ମାନେ ଭୂଗୋଳ ଭୂମିରୂପ ତ ଏସ୍ ପଚାରନ୍ତୁ ଯାହା ପଚାରିବେ। ହଉ କହିଲ ଦେଖି ମାଙ୍ଗାନିଜ ଏବଂ ବକ୍ସାଇଟ୍ ଏସବୁ କଣ ଆଉ କୋଉଠି ମିଳେ? ଏଗୁଡ଼ା ବିଦେଶ ଲୋକ ଗୁଡ଼ା ବାହାର ଲୋକ ଏମାନେ 100% ଆମ ଦେଶର ଲୋକ ନାଇଁ ଧନ୍ଦା ଟୁଙ୍ଗୁରୁ ନଟିଆ ଏସବୁ କିନ୍ତୁ ମାଙ୍ଗାନିଜ କଣ କହିଲ ବକ୍ସାଇଟ୍ ଏଗୁଡ଼ା ସବୁ ଇଂଲିଶ ଲୋକ। ଆରେ ବାବା ଇଂଲିଶ ଲୋକ ଓଡ଼ିଆ ଲୋକ ସେ ସବୁ ଲୋକ ଫୋକ କିଛି ନୁହେଁ ସେ ସବୁ ଗୋଟେ ପଥର ମାନେ ଗୋଟେ ପଦାର୍ଥ। ଓହୋ ପଥର ସେ ପଥର ଗୁଡ଼ା ନାହିଁ କି ଆମର ଏଠି ଯେମିତି ପଥର ନା ମାଙ୍କଡା ଏଇ ଯୋଉ ସବୁ ଆରେ ବାବା ପଥର ନା ଏଇଟା ଯେ ପୃଥିବୀର ମାଟି ତଳୁ ମିଳେ ତେଣୁକି ତାକୁ ଖଣିଜ ପଦାର୍ଥ କୁହାଯାଏ। ଓହୋ ମାଟି ତଳୁ ଯିଏ ବାହାରିବ ତାହେଲେ ସିଏ ଖଣିଜ ନା ମାଟି ତଳୁ ବାହାରିଥିବା ପଦାର୍ଥର ନାମ ହଉଛି ଖଣିଜ ପଦାର୍ଥ। ଆଚ୍ଛା କହିଲ ଦେଖି ତମେ ଏବେ ଗୋଟେ ଖଣିଜ ପଦାର୍ଥର ନାମ? ଆଳୁ ମୂଳା ସାରୁ ସୀତା କଣ ସବୁ କହୁଛ ଆଳୁ ମୂଳା ସୀତା ଏସବୁ କଣ? ଆଉ ରାମାୟଣ କହୁଛି ସୀତା ମାଟି ତଳୁ ବାହାରିଛି ତେଣୁକି ସିଏ ଗୋଟେ ଖଣିଜ ପଦାର୍ଥ। ସାଙ୍ଗମାନେ ଆପଣଙ୍କୁ ଯଦି ଏମିତି ଫନି ଭିଡ଼ିଓ ଦରକାର ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଆଉ এই ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଆପଣ ଭିଡ଼ିଓଟିକୁ ଲାଇକ୍ କରିବା ଦ୍ୱାରା ମୁଁ ଜାଣିପାରିବି ଯେ ଆପଣମାନଙ୍କୁ ଏମିତି ଫନି ଭିଡ଼ିଓ ଦରକାର।